ସାଙ୍ଗମାନେ ଦେଖିପାରୁଥିବେ ଏବେ ଆୟୁଷ ଏବେ ମମିର ଏବେ ମୁଣ୍ଡ ଏବେ ଚିପି ଦେଉଛି କାରଣ ମୁଣ୍ଡ ତାର ମମିର ବହୁତ ଜୋର ବିନ୍ଧା ହେଉଛି ନା କାଲି ରାତିରୁ ବହୁତ ପୁରା ଦେହ ଖରାପ ହେଇଥିଲା। ଆୟୁଷ ଏଠି ଏବେ ମୁଣ୍ଡ ଚିପା ହେଉଛି ନା? ହଁ ନା ବହୁତ ଜୋରରେ ପେନ୍ ହେଉଛି ମୁଣ୍ଡ ସେଥିଲାଗି ମମି ଶୋଇପଡ଼ିଛି ଟିକେ। ଆଉ ଏପଟେ ତ ଶୁଆ ହେଇଛି ମମିର। ମମି କ'ଣ ନିଦ ଲାଗିଯାଇଛି ପୁରା? ନିଦ ଲାଗିନି ସିନା ମୁଣ୍ଡ ତ ବିନ୍ଧା ହେଉଛି ଆଉ ଖାଲି ଶୋଇଛି ଟିକେ ଆଉ। ରାତି ଯାକ କାଲି କ'ଣ ମମି ଶୋଇନି କାଲି। ଆଉ ଏଠି ସନ୍ଧ୍ୟାବେଳେ ଧାନ ଏବେ ପେଶା ହୋଇ ଯାଇଥିଲା ଆଉ ଧାନର ଏବେ ପେଶା ହେଇକି ଏବେ ଆସିଯାଇଛି ଚାଉଳ। ଏଇଟା କେଉଁ ଚାଉଳ କହନ୍ତି? ମୁଢ଼ି ଚାଉଳ ଇଏ ନା? ତା ଆମର ଯେଉଁ ଫସଲ ହେଇଥିଲା ଯାହା ଆଗୁଆ ବସ୍ତା ସେଇ ପ୍ରଥମ ଅବସ୍ଥାରୁ ଏତିକି ଧାନ ଆଗ ଉଁସିଆ ହେଇକି ପେଶା ହେବାକୁ ହେଲା ଆଉ ସନ୍ଧ୍ୟାବେଳେ ଆସିଛି ଆଉ ନା? ହଁ ସେ ଅଖାରୁ କ'ଣ ଏଇ ବସ୍ତାଟେ ଧାନ ନା ଏଇ କ'ଣ ଅଧା? କମ? ଓହୋ ଅଧ ବସ୍ତା ହବ ନା? ଆଚ୍ଛା ଅଧ ବସ୍ତା ହବ ଏଠି ଧାନ ସେତିକି କୁଣ୍ଡଟା ହେଇଛି ପୁରା ଆଉ ନା ଚାଉଳ କୁଣ୍ଡଟା ହେଇଛି ଆଉ ଯାହା ଆମ ବିଲରେ ପ୍ରଥମ ଥର ଯେଉଁ ହେଇଥିଲା ଆମେ କରିଥିଲେ ନିଜେ ସେଇଥିରୁ ଚାଉଳ ହେଇଯାଇଛି ଏବେ ମୁଢ଼ି ଚାଉଳ। ଇଏ କ'ଣ ଖାଲି ମୁଢ଼ି ଚାଉଳ ଗୋଟେ ଭାତ ହବନି? ଭାତ ହବ ମାନେ ଆକ୍ଚୁଆଲି କ'ଣ ମାନେ ଅରୁଆ ନା ଉଷୁନା? ଉଷୁନା। ଓହୋ। ଆଉ ଏଠି ତ ଆୟୁଷ ରୁମ୍ରେ ଏବେ ପଢ଼ୁଛି ଏବେ। ଆୟୁଷ ଏଠି କ'ଣ ପଢ଼ୁଛୁ ଏବେ? ଓହୋ ମମିର ଏବେ ମୁଣ୍ଡ ଚିପି ସାରିଲାଣି? ମୁଣ୍ଡ ଚିପିକି ଏବେ ଯାଇକି ପଢ଼ୁଛି ଆଉ ମମି ଏଠି ଟିକେ ରେଷ୍ଟ ନେଉଛି ଟିକେ କାରଣ ତା ଦେହ ଭଲ ନଥିଲା ସେଥିଲାଗି ଆଉ।